ବୁଲାବୁଲି କଲା ଆଉ ଅଜୟକୁ ଆଉ ଅଜୟକୁ ତା ଘରକୁ ଆଣି ସାରିଲେଣି। ଆଉ ଏବେ ଆମେ ବାହାରିବୁ। ଆଜି ଲାଷ୍ଟ ଦେଖା, ପୁଣି କେବେ ଦେଖା ହବ ଆଉ। ଯେବେ ଦେଖିବ ପୁଣି ବ୍ଲଗ ଷ୍ଟାର୍ଟ ହବ ହେଲା। ଥିଲା ଦୁର୍ବଳ ପେଲି ହଉଥିଲା, ଏବେ ପୁରା ହେଇଗଲାଣି ହେଲା। ପାୱାର ପ୍ଲାଣ୍ଟ ଅଛି ନା, ପାୱାର ପ୍ଲାଣ୍ଟରେ ଅଛି, ତାକୁ ହିଁ ପାୱାର ଦିଆ ହଉଛି ମତେ ଲାଗୁଛି ହେଲା। ପାୱାର ପ୍ଲାଣ୍ଟରେ। ହ୍ୟାଲୋ ହାଇ ଗାଇସ୍, ଆଉ ଗୋଟେ ବ୍ଲଗକୁ ଆପଣଙ୍କ ସ୍ୱାଗତ। କେମିତି ଅଛନ୍ତି? ଆଶା କରୁ ସମସ୍ତେ ଭଲରେ ଥିବେ। ତ ବହୁତ ଦିନ ହେଲା ବ୍ଲଗ ନଥିଲା, ତ ଆଜି ମୁଁ ଆସିଛି। ଆଜି ଆପଣ ମୋ ଲୁକ୍ ଦେଖି ଟିକେ ଅଜୀବ ଲାଗୁଥିବ ଆପଣ ମାନଙ୍କୁ। ମୁଁ ସାଧାରଣତଃ ଟୋପି ପିନ୍ଧିକିନା ବାହାରେ ବ୍ଲଗ ମାନେ ଘରେ କେବେ ବନାଏନି। ତ ମୋ ସାଙ୍ଗମାନେ ବି ମତେ କହିଲେ କି ତମ ଘରେ କାହିଁ ତୁ ବନଉନା, ଇଏ କନ ସେ କନ। ତ ଜିନିଷଟା କଣ, ଚୁଟି ଝଡି ଯାଇଛି, ଲୋକ କେତେ କଣ କହିବେ, କିଏ କଣ କହିବ ହେଲା। ସାଙ୍ଗମାନେ କହିଲେ ଯଦି ସେଇ ଜିନିଷଟା ଯଦି ତୁ ଭାବିବୁ ତାହେଲେ କେବେ କିଛି କରିହବନି ହେଲା। ସେ ଜିନିଷ ନ ଭାବିଲେ ପରେ ଲୋକ ଯିଏ ଭଲ ପାଇବା କଥା ସେ ଭଲ ପାଇବେ। ସେମିତି କିଛି ନାହିଁ କି ତୁ ଏଇଟା ହେଇଗଲେ ସେ ଲୋକମାନଙ୍କର କେତେ କଣ ରହୁନି, ତଥାପି ସେମାନେ ବ୍ଲଗ ଫ୍ଲଗ କରିକିନା ଇଏ ହଉଛନ୍ତି। ସେଇ ଜିନିଷଟା ନିଜ ଭିତରେ କନଫିଡେନ୍ସ ଆଣିବା କଥା ଯେ ନା ଏମିତି କିଛି ନାହିଁ ବୋଲି। ଚୁଟି କଥା ଯୋଉ କହୁଥିଲି ହେଲା, ଚୁଟି ଝଡିବା କଥା, ତ ମୋ ଚୁଟି ଆଗରୁ ଏମିତି ଝଡି ନଥିଲା ହେଲା। ଏଇଟା ଜେନେଟିକ୍ସ ପ୍ରୋବ୍ଲେମ, ମାନେ ଆମର ବାପାଙ୍କ ଖାନଦାନରେ ମାନେ ସବୁ ଦାଦା ଫାଦାଙ୍କ ସମସ୍ତେ ଏମିତି ଚୁଟି ଝଡିଛି। ତ ମୋର ବି ଏମିତି ହେଲା, ବୋଧେ ଝଡି ଯାଇଛି। ମୋର ଆଗରୁ ସେମିତି ନଥିଲା। ମୁଁ ଦେଖିବେ ଆଗରୁ ମୋ ଫଟୋ ଭିଡିଓ ଯାହା ବି ଦେଖିବେ ସେମିତି ନଥିଲା, ଏବେ ଝଡି ଯାଇଛି। ଆଉ ପୁଣି ଯୋଉ ପ୍ଲାଣ୍ଟରେ ଯୋଉ ଜବ୍ କଲି ହେଲା, ପ୍ଲାଣ୍ଟ ଲାଇଫ ତ ଜାଣିଛ ପୁରା ଡଷ୍ଟ, ସେଇଥିରେ ତ ଆହୁରି ଚୁଟି ଖରାପ ହେଇଗଲା। କିଛି ନାହିଁ, ଫ୍ୟୁଚରରେ ଭାବିଛି ଟ୍ରାନ୍ସପ୍ଲାଣ୍ଟ କରିବି। ତ ଟ୍ରାନ୍ସପ୍ଲାଣ୍ଟ ଆଜିକାଲି ସମସ୍ତେ କରୁଛନ୍ତି, କରିବା। କିନ୍ତୁ ଟ୍ରାନ୍ସପ୍ଲାଣ୍ଟ ଏବେ କରିହବନି, କାହିଁକି ନା ଟ୍ରାନ୍ସପ୍ଲାଣ୍ଟ ତ 1000-2000 କଥା ନୁହଁ ହେଲା। ତ ଫ୍ୟୁଚର ଦେଖିବା କରିବା। ତ ହଁ, ମା ସେପଟେ ମୋ ପାଇଁ ଝିଅ ଖୋଜିବା କଥା ଚାଲିଛି। ତ ଆଜି ହଉଛି ଥର୍ସଡେ, ମାନେ ଗୁରୁବାର। ଘରେ ହିଁ ଅଛି, ମାନେ ଉଠିକିନା ଫ୍ରେଶ ଫ୍ରେଶ ହେଇକିନା ଆଉ ବିସ୍କୁଟ ଟିକେ ଖାଇକିନା ଅଛି। ଆଉ ସାନ ଆମର ସେପଟେ ରୁମ ରେ ଅଛି, ଦେଖୁଛି ଆପଣଙ୍କୁ। ସେପଟ ସାଇଟରେ ସାନ ତାର ଅଛି, ଆଉ ମା ଏପଟେ ବସିକିନା ତାର ମାମୁଁ ସହିତ କଥା ହଉଛି। ମାମୁଁ ସହିତ ମା ଏଇଠି ଲାଗିଛି ତାର। ମା ଟିକେ ହାଏ ହାଏ କରିଦେ, ଟିକେ ହାଏ କରିଦେ। ହଁ ହଁ, ମୋର ଗୁରୁବାର ୱିକଲି ଅଫ୍ ଦେଇଛନ୍ତି ପ୍ଲାଣ୍ଟରେ। ତ ଆଜି ଗୋଟେ କିଛି କରିବାକୁ ପଡ଼ିବ, ନହେଲେ ହବନି। କାମ ଗୋଟେ ମନେ ପଡ଼ିଲା, ମୋ ବେଗ୍ର ଚେନ୍ଟା ଯେଉଁ ରେଗୁଲାର ବେଗ୍ ଧରିକି ଯାଏ ପ୍ଲାଣ୍ଟକୁ, ତାର ଚେନ୍ଟା ଖରାପ ହେଇଯାଇଛି। ସେଇଟା ନେଇକିରି ଏବେ ବନେଇଦେବାକୁ ପଡ଼ିବ। ଆଉ ମାନେ କ'ଣ, ଖରା ମାନେ ପ୍ରବଳ ହେଉଛି, ସକାଳୁ ଯାଇକି ନ ବନେଇଲେ ହବନି। ତ ଯାଇକିନା ବନେଇଦେବା। ଆଉ ମୁଁ ରେଡ଼ି ହେଇଯାଏ, ତ ଯାଇକିନା ଏଇଟା ବନେଇଦେବା। ବନେଇଦେଲା ପରେ ତାପରେ ଘରକୁ ଆସି ଦେଖିବା କ'ଣ ହେଉଛି ଆଜି ଦିନମାନ ଆଉ। ତ ଫ୍ରେଣ୍ଡସ୍, ମୁଁ ହେଇଗଲି ରେଡ଼ି। ତ ରେଡ଼ି ହେଇକିନା ଏବେ ମୁଁ ଯାଉଛି ବେଗ୍ଟା ସଜାଡ଼ି ଦେବା, କାରଣ ରେଗୁଲାର ଧରିକି ତାକୁ ଯାଉଛି ନା। ତ ତା ଚେନ୍ଟା ଖରାପ ହେଇଛି, ଦେଖାଉଛି ଆପଣ ଦେଖନ୍ତୁ। ଏଇଟା ଚେନ୍ଟା ଯେଉଁ ନା, ଚେନ୍ଟା ଖରାପ ହେଇଛି। ଯାକୁ ସେଫ୍ଟି ପିନ୍ ନେଇକି ମୁଁ ଚଲେଇଥିଲି 2 ଦିନ ଯାକ। ତ ଆଜି ଏଇଟା କରିଦେବା। ତ ଏଇଟା କରିଦେଇକିନା ତାର ଘରକୁ ଆସିବା। ଫ୍ରେଣ୍ଡସ୍, ମୁଁ ଚାଲିଲି ଏବେ ବେଗ୍ଟାକୁ ଚେନ୍ ଲଗାଇବା ପାଇଁ ଦୀର୍ଘ କେତେ ଘଣ୍ଟା ପରେ। କାହିଁକିନା ସେଇ ଯେଉଁ ସେଫ୍ଟି ପିନ୍ଟା ମୁଁ ପୁରେଇଥିଲି ସେଇଟା ପୁରା ବାହାରୁ ନଥିଲା। ତ କେତେ କ'ଣ କଲା ପରେ ଯେ ବାହାରିଲା। ତ ଏବେ ମୁଁ ଯାଉଛି ଗାଡ଼ିଟା ବାହାର କରି ଯିବା। ଗାଡ଼ି ବି ପ୍ଲାଣ୍ଟ ଯାଇକି ପୁରା ଧୂଳି ମୂଳି ହେଇଯାଇଛି, ତାକୁ ଟିକେ ପୋଛାପୋଛି କରିକିନା ଯିବା ସେଇଠି। ତ ବେଗ୍ ଚେନ୍ ଲଗେଇ ଆସିଲା ପରେ ମୁଁ କଥା ହେବି ଆପଣଙ୍କ ସହିତ। ମୁଁ ବନେଇଦେଲି ମୋ ବେଗ୍ଟା। ଆଉ ବେଗ୍ଟା ବନେଇ ଦେଇକିନା ଘରକୁ ଯାଉଛି। ବେଗ୍ଟା ଛାଡ଼ି ଦେଇକିନା ଟିକେ ଯିବି, ଗୋଟେ ସାଙ୍ଗଟା ଦେଖା ହେଇଗଲା ବହୁତ ଦିନ ପରେ ସେ ଯାଇଛି ଘରକୁ। ତା ମୋବାଇଲଟା ନଥିଲା, ତ ମୋବାଇଲ ଆଣିବାକୁ ଯାଇଛି। ତ ସେ ମୋବାଇଲ ନେଇକି ଆସିଲା ପରେ ତା ପାଖକୁ ଯିବା। ଆଉ ତାପରେ ଯାଇକିନା ଟିକେ କଥାବାର୍ତ୍ତା ଅଛି। ତ ଘରେ ବେଗ୍ଟା ଦେଇଦିଏ ଆଗେ। ବେଗ୍ଟା ମୁଁ ଟିକେ ଆସେ। ଏଇଠି ରଖା ହେଲା। ଚलो। ତ ଫ୍ରେଣ୍ଡସ୍, ମୁଁ ଆସି ପହଞ୍ଚିଗଲି ସାଙ୍ଗ ପାଖରେ ହେଲା। ବହୁତ ଦିନ ପରେ ଦେଖା ହେଲା। ଏ ସାଙ୍ଗ ଆମର, ହାଇ ଫାଇ କରିଦେ ଟିକେ। ପିଲାଟା ଗୋରା ହେଇଗଲାଣି ହେଲା, ଆଗ ଅପେକ୍ଷା ପୁରା ହେଇଗଲାଣି। ଆଗରୁ ଥିଲା ଦୁର୍ବଳ ପେଲି ହଉଥିଲା, ଏବେ ପୁରା ହେଇଗଲାଣି ହେଲା। ପାୱାର ପ୍ଲାଣ୍ଟ ଅଛି ନା, ପାୱାର ପ୍ଲାଣ୍ଟରେ ଅଛି, ତାକୁ ହିଁ ପାୱାର ଦିଆ ହଉଛି ମତେ ଲାଗୁଛି ହେଲା। କୋଉ ପାୱାର ପ୍ଲାଣ୍ଟ କୋଉଠି କହିଲୁ? ଜିନ୍ଦଲ ପାୱାର। ଜିନ୍ଦଲ ପିଲା, ଛତିଶଗଡ଼ ଜିନ୍ଦଲ ଅଛି ହେଲା। ବଡ ଲୋକ ଆମେ ନୁହଁ ଭାଇ, ଏମାନେ ବଡ ଲୋକ। ଜିନ୍ଦଲ ଭଳିଆ ପ୍ଲାଣ୍ଟରେ ଅଛନ୍ତି, ଆମେ ବଡ ଲୋକ କହୁଛେ।
ଆମେ ରାଉରକେଲାରେ କୋଉ ଗୋଟେ ଛୋଟ ମୋଟ ମହାବୀର ଅଛି ସେ ବା ଜିନ୍ଦଲ ଅଛି ଏଡେ ବଡ ପ୍ଲାଣ୍ଟରେ ମତେ କହୁଛି ବଡ ଲୋକ। ତ ସାଙ୍ଗରେ ଦେଖା ହେଇଗଲା ଏଠି କଥାବାର୍ତ୍ତା ହେଇକିନା ତାପରେ ଘରୁ ବାହାରିବୁ ଆଉ। ସିଏ ବି ଛୁଟିରେ ଆସିଛି ହେଲା କିଛି କାମରେ ଆସିଛି ଘରକୁ ତାର ପୁଣି ଯିବ। ତ କେତେ ଦିନ ଗାଇସ୍ ପରେ ଦେଖା ହଉଛନ୍ତି? ଗୋଟେ ବର୍ଷ କଣ 4-5 ମାସ ପୂର୍ବରୁ ଦେଖା ହେଇଥିଲୁ ବା। ମୁଁ ତ 6 ମାସ ହେଲାଣି ଆସିନି। ହଁ ସେ 6 ମାସ ଆଉ ଧର। 6 ମାସ ଭିତରେ କେମିତି ହେଇଯାଇଥିବ ପିଲା ତ ଟାଟୁ ଫାଟୁ କରିକି ପୁରା ଯାଦୁ। ଯାଦୁ। ତ ଗାଇସ୍ ଏବେ ଆମେ ଘରୁ ବାହାରିଲୁ ଟିକେ କଥାବାର୍ତ୍ତା ହେଇକିନା ତ ଏବେ ତା ଘରୁ ଛାଡିକିନା ତାପରେ ମୁଁ ଘରୁ ଯିବି। ଘରୁ ଗଲା ପରେ ଆସିଲୁ ଟିକେ ଟପିରେ। ହଉ ଠିକ ଅଛି ଗାଇସ୍ ଘରୁ ଗଲା ପରେ ଯାଇ କଥାବାର୍ତ୍ତା ଆଉ। ଆଉ ୟା ନାଁ ଟା କହିବା ଭୁଲିଗଲି ନିମେଷ ୟା ନାଁ ହଉଛି ନିମେଷ। ହେଲା ଆମ ଘରର ବେଶୀ ଦୂର ନାହିଁ ଆମ 100 ମିଟର ଦୂରରେ ରହୁଛି ଆଉ କହିବାକୁ ଗଲେ ଆଉ। ଫ୍ରେଣ୍ଡସ୍ ସାଙ୍ଗକୁ ଆସିକିନା ମୁଁ ତା ଘର ପାଖରେ ଛାଡ଼ିଦେଲି ହେଲା ଏଇଠି ପୁଣି ଥରେ ତାଙ୍କର ଆଲୋଚନା ହେଲା ବଡ଼ ଲୋକ ଛୋଟ ଲୋକ କଥା ହେଲା। ଜଲ୍ଦି ଘରକୁ ପଳାଅ ବଡ଼ ଲୋକ। ହଉ ଚାଲନ୍ତୁ ଘରୁ ଯାଇକି କଥା ହେଉଛ ତମ ସହିତ ହେଲା ବେଶୀ କହିବି ମାନେ ଖାଲି ହସିବି ଖାଲି ସିଏ ତ ହସୁଛି କ'ଣ ପାଇଁ ମୁଁ ଜାଣିପାରୁନି ଆଜି ମୋତେ ବି ହସ ଲାଗିଲାଣି ଚାଲ ଯିବା। ଫ୍ରେଣ୍ଡସ୍ ମୁଁ ଆସି ପହଞ୍ଚିଗଲି ଘରେ ଆଉ ମାନେ ବହୁତ ଗରମ ଯୋଉ ପୁରା ଇରିଟେଟ୍ ଟାଇପ୍ ଲାଗିଲା ଏତେ ଘଣ୍ଟା ଖୋଲି ଦେଇକିନା ଟିକେ ବାହାରେ ଇଏ କରୁଛି ହେଲା ତ ଏବେ ଭୋକ ବି ଟିକେ ପୁଣି ଲାଗିଲାଣି କାରଣ ବିସ୍କୁଟଟା ସକାଳେ ଖାଲି ଖାଇଥିଲି ନା ତ ଭାବୁଛି ଟିକେ ଛତୁଆ ଖାଇକି ଟିକେ ପେଟଟାକୁ ଇଏ କରିବା ଆଉ। ଆମର ଏଠି ଛତୁଆ ବନେଇ ଚାଲିଛି ମୁଁ ହେଇଗଲାଣି ଛତୁଆଟା ଖିଆ ହବ ଆଉ ଏଠି ମା ପୂଜା କରିଦେଇକିନା ସେ ପୁରା ଚାଲିଛି ତା କାମରେ ଆଉ। ଖାଲି ହସିଲା ଆଉ हमारा मम्मी खाली हंस रहा है। फ्रेंड्स मोर छतुआ खाଇବା ସରିଗଲା ତ ଛତୁଆ ଖାଇବା ସରିଗଲା ଆଉ ମାଆ ସେଇଠି ବସି ଟିଭି ଦେଖୁଛି ହେଲା ଖାଇବା ପାଇଁ ତାକୁ କହିଲି କିଛି ଖାଇଦେ ବୋଲି ସବୁବେଳେ ଖାଇନି ହେଲା ଆସିକି 11ଟା ହେଲାଣି ହେଲା ସେ କହିବ ନା ମୁଁ ଖାଇବିନି ହେଲା ଇଏ ଛତୁଆରେ ଇଏ ପଡ଼ିଛି ମୁଢ଼ି ପଡ଼ିଛି ଆଉ କିଛି ଖାଇଦେବ ନା ସେ ଖାଇବ ଲେଟ୍ କରିବ ହେଲା ତ ପୁଣି ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ଅଛି ଆଉ ଭାଇ ଏଇଟା ସମସ୍ତଙ୍କର ସେୟା ମାନେ ଖାଇବେନି ଉପାସ କରିବେ ଏଇସବୁ ଜିନିଷ ବାହାରିବ ହେଲା ସେ ଦେଖିବେ ଏଇଠି ମା ଟିଭି ଦେଖୁ ତାକୁ କହିଲି ଖାଇବା ପାଇଁ ମନା କଲା ବସିକିନା ଖାଇବେନି ଗୁରୁବାର ବୋଲି ହେଲା ଖାଲି ହାତ ହଲଉଛି ଭାଇ ଭାଇ ହେଲା ଖାଇବା ପାଇଁ କହିଲେ ଖାଇବା ମନା କରୁଛି କହୁଛି ମୁଢ଼ି ପଡ଼ିଛି ଉଷୁନା ବୋଲି ଏତେ ଛତୁଆ ଖାଇବେନି ହେଲା ଆଜି ଗୁରୁବାର ଆମ ଘରେ ପିଆଜ ରସୁଣ ହୁଏନି ତ ସେଥିପାଇଁ ଗାଇସ୍ ଆଉ କ'ଣ କହିବା ଏଇଟା ତ ସମସ୍ତଙ୍କ ଘରେ ଆଉ ଆମ ଘରେ କ'ଣ ଯେଉଁଟା ରିଅଲ୍ ସେଇଟା ଦେଖାଉଛି ଆଉ। ୱେଲକମ୍ ବ୍ୟାକ୍ ଗାଇସ୍ ମୁଁ ଟିକେ ମାନେ କ'ଣ ସେତେବେଳେ କହିକିନା ମୁଁ ଟିକେ ଶୋଇପଡ଼ିଥିଲି ନିଦ ହେଇଗଲା ନିଦ ହେଇଗଲା ପରେ ଏଇଟା ଶୋଇପଡ଼ିଥିଲି ଆଉ ଏବେ ଆସିକି ସମୟ ହେଲାଣି 12ଟା 1 ବୋଧେ ହେଲାଣି ପୁଣି ମୋତେ ଗାଧୁଆ କରିବାକୁ ପଡ଼ିବ ମୁଁ ଗାଧେଇନି ତ ଏଇ ରୁମ୍କୁ ଆସିଲିନି ତ କିଏ ନାହାନ୍ତି ଭାଇ କୁଆଡ଼େ ଯାଇଛି ଭାରି ସାନ ଆଉ ମା ସେପଟେ ରୋଷେଇ କରୁଛନ୍ତି କ'ଣ ହେଲା କି ଦେଖିବା କ'ଣ ରୋଷେଇ ଚାଲିଛି ରୋଷେଇ ଆଜି ସାଧା ହେଉଛି ଆଉ ଏଇଟା ହେଉଛି ଖଟା କ'ଣ ଗୋଟେ ବନା ଚାଲିଛି ହେଲା ଏଇ ପିନା ବାସନ ଆଉ ମା ଯେତେବେଳେ ଦେଖିଲେ ବ୍ଲଗ୍ ଷ୍ଟାର୍ଟ କଲେ ଖାଲି ହସୁଛି କ'ଣ ପାଇଁ ଆଉ ଏଇଠି ଆମର କୋବି ଫୋବି ଏଇଠି ଭଜା ହେବ ସବୁ ବିନା ପିଆଜ ରସୁଣ ଆଉ ଯେହେତୁ ଗୁରୁବାର ସେଥିପାଇଁ ବିନା ପିଆଜ ସବୁ ହେବ ହଉ ଫ୍ରେଶ୍ ହେଇଯାଏ ମାନେ ଗାଧୁଆ ପାଧୁଆ ଟିକେ କରିଦେବା କରିଦେବା ତ ଆଗେ ମିକ୍ସଚର୍ଟା ମାଣିକି ଦେଲା କି ମିକ୍ସଚର୍ଟା ଟେଷ୍ଟ କରିବା ପାଇଁ କେମିତି ଲାଗୁଛି ମିକ୍ସଚର୍ଟା ଦେଖିବା କେମିତି ଲାଗୁଛି ମୁଁ ତ ମିକ୍ସଚର୍ ବହୁତ ପ୍ରିୟ ଗାଇସ୍ ଏବେ ମା ଆସି କାଟିକିନା ଦେଲାଣି ମିକ୍ସଚର୍ ଟେଷ୍ଟ କରିବା ଆଜି ମା କହୁଛି କ'ଣ ଆଜି ହେଉଛି ଡାଲମା ହଉଛି ଆଉ ସବଜି କଟା ହେଇଛି ତରକାରୀ ହବ ମିକ୍ସ ତରକାରୀ ଆଉ ଖଟା ଶାଗ ଭଜା ଆଉ ସାଧା କ'ଣ ଆଉ ହବ ହଁ ସାଧାରେ ତ ସେତିକି ବହୁତ ଆଉ କ'ଣ ମିଡ଼ିଲ୍ କ୍ଲାସ୍ ଆଉ କ'ଣଟା ଏତିକି ତ ବହୁତ ହେଇଗଲାଣି ହଉ ମିକ୍ସଚର୍ଟା ଟିକେ ଖାଇକି ଦେଖିବା କେମିତି ଲାଗୁଛି ହେଲା କି ତୁ ଖାଉନୁ ଏ ରହ ଭଲ ହେଇ ମିଠା ବେଳେ କ'ଣ ଲାଗୁଛି ତ ଘରେ ବନେଇକି ଚାକିରି ହେଲାନି ସିଏ ବନେଇକି ବେପାର କରୁଛନ୍ତି ମିକ୍ସଚର ଭଳିଆ ଲାଗୁଛି ଯେଉଁ ହେଇ ମିକ୍ସଚର୍ ତୁ ଆଣ ଯେଉଁଟା
ଭଲ ଅଛି ଯେ ତୁ ଆଣିଥିଲୁ କି ସାର୍ ଏବେ ଆଣିଦେଲେ ତାଙ୍କ ଘର ପାଖରେ ବନାଉଛନ୍ତି। ତାଙ୍କ ଘରେ ବନାଏ ତାଙ୍କ ଘର ପାଖରେ ବନାଉଛନ୍ତି। ନା ଭଲ ହବ ପ୍ରଭା ନମକିନ अब गाइस मैं फ्रेश हो जाए गाइस गाधेइना भी जस्ट आइली बाथरूम है तो एबे जाके टे खाइदवा है घरे सब खाइकिना सब जाके मशारी भीतर पशि गले है माँ आउ सान तो मुझे खाई दिए खाइकिना बाहरिया मत फोन करता अजू है अजू फोन करता कहला कि भाई आसो बोले कौन फोन करता कि सी ए गोटे अलग प्लांट जाऊँगी बुझिपार अलग प्लांट जाऊँगी माने ये प्लांट छाड़ माने आम प्लांट करूला छाड़ गोटे प्लांट हो गला जाऊँगी तो जीवा तो टे देखा करिया टे कथबार्ता हाँ मुझे गला कहि आप डिटेल्स बुझिपारे हौ खाईदे टे जल्दी तार बाहर पुणी आज पाग पूरा सब वर्षा वर्षा भाया कले जल्दी टे खाई बाहर जाओ हौ चल वेलकम बैक गाइस मुझे खाई पी कि ना मुझे बाहर अजू पाखक आउ गाइस पाग आज पूरा मेघुआ टाइप कर मझे खरा हो तथा देख आकाश पूरा ब्लू ब्लू तथा अच्छी तथा टे ड्रप पड़ा वर्षार वर्षा टाइप पाग कर खरा भी हो तो मुझे जाए पाखे पाखक गलापर जाकर देखेबी हो चलो जाए सारे आगे तो गाइस मुझे पहुँचला आम अजू भाई पाखक है अजू भाई भाई ना मिस्टर अजू भाई हो अजू सार है आम प्लांट छाड़ी जाऊँगी आज शेष देखा आप देखी दिंतु अजू भाई को टे लास्ट टाइम है पुणी केबे तार देखा देखा नहीं है देख निज मुहर कहीदे आ देखा ना देखा हाँ जना नहीं जना नहीं देखा हम और देखिए देखा हम ये कथा रही है हौ ठीक अच्छे एवं आम बाहरलु कि खियापिया करना आपन सहित भेट हम टिल देन वर्षा भी आइलानी जल्दी जल्दी काम सारे पड़ो सब रही वेलकम बैक गाइस आज अजय आज बाहर जीव तो कौन कहलु आम ये बुलाबुली कलु आज तो जेहेतु गुरुवार आज बेसी खिया किसी है बुलाबुली जहाँ कलु टी जहाँ खाईगलु आ पेमेंट भी एबे आसीनी कंजेस्टेड टी चलला जेहेतु मिडिल क्लास पिला जी हवा कथा से है बुलाबुली कला अजय को अजय को घर को आनी सारे आम बाहर आज लास्ट देखा पुणी केवल देखा हम जेबे देखा हो पुणी ब्लॉग स्टार्ट हो और मुझे पुणी घर बाहरी आ लास्ट देखा पुणी देखा हम जो भी जाऊँगी भल जाऊ है ये भल करू ये भी थिला ठीक ठाक ये चलता भाईचारा गोटे ये चलता से गले नुआ जगह टे ये लगे कितु धीरे धीरे हो कही हेनी से पुणी गले जब भल टे ये गले आम भूली जाए पारे भी कही हेनी भाई मान भूली तो एमती रही संपर्क ये रही है बुझिपारे आ गरम तो प्रबल हो झाड़ फाड़ गाड़ी पूरा अवस्था लाल मुह हो जाए बुलाबुली करना है आउ सी ए 7टा बाहर जीव तो हेती मत जल्दी डाकी मुझे आसी बुलाबुली करना तो साधार माने गुरुवार जेहेतु किसी माने ये पारे बुलाबुली कर खियापिया हो गला तो ये अजू बाहर आउ कि कह कि ठीक अच्छे लाइक सब्सक्राइब कमेंट ये वीडियो शेष है आज बहुत भाई को सपोर्ट कर जहाँ कर आज ये बाय 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 तुम भाई राउरकेला और रही नेक्स्ट वीडियो देखा गुड बाय।